ଯେତେବେଳେ ନିଜ ପିଲା ଘରକୁ ଆସନ୍ତି ବାପା ମାଙ୍କର ଖୁସି କିଛି ଟିକେ ଅଲଗା ଥାଏ। ନମସ୍କାର, ଜୟ ଶ୍ରୀ ଜଗନ୍ନାଥ। ମୁଁ ଆପଣମାନଙ୍କୁ ପୂର୍ବ ଭିଡ଼ିଓରେ କହିଥିଲି ଯେ ମୋତେ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାଗତ କରିଦେଇଥିଲା। ଏଇଟା ଥିଲା ମୋ ଘରକୁ ଯିବାକୁ ରାସ୍ତା। କେତେ ସୁନ୍ଦର ହାଇୱେ ହେଇଛି କହିଲେ ଦେଖି। ଏଇଟା ପରା ପାରାଦୀପ ଲାଇନ୍। ତ ସେଥିପାଇଁ ଆପଣମାନେ କ'ଣ ଭାବୁଛନ୍ତି କି ଏଇଟା ଆଉ କେଉଁ ଜାଗା କି? ତ ତା ଭିତରେ ମୁଁ ଯାଇ ପହଞ୍ଚି ଯାଇଥିଲି ଆମ ଘରେ। ଆଉ ସବୁବେଳେ ତ ମୁଁ ଘରେ ପହଞ୍ଚିଲା ବେଳେ ମୋତେ ମୋ ମମିର ହାତ ରୋଷେଇ ଖାଇବା ପାଇଁ ପଡ଼େ, କିନ୍ତୁ ଆଜି ପ୍ରଥମ ଥର ମୋତେ ମୋ ବାପାଙ୍କର ହାତ ରୋଷେଇ ଖାଇବାକୁ ପଡ଼ିଛି। କାରଣ ମୁଁ ଘରେ ପହଞ୍ଚିବି ବୋଲି ବାପା ଡେରି ନ କରିକିନା ଭାତକୁ ମାଛ ତରକାରୀ କରି ରଖିଦେଇଥିଲେ। ତା ପୁଣି ଦେଶୀ ପୋଖରୀ ମାଛ। ଅଜାନାତି ଟିକେ କଥାବାର୍ତ୍ତା କରିସାରିଲା ପରେ ବାପା ମୁଁ ପଳେଇ ଯାଇଥିଲୁ ବାରିକି। ବାପା ବାରିରେ ଯାହା ପନିପରିବା କରିଥିଲେ ଗୋଟେ ବାହାରକୁ ଦିଟା ବାହାରୁ ପ୍ରତ୍ୟେକ ଜିନିଷ ମୋତେ ତୋଳିକି ମୋ ହାତକୁ ବଢ଼େଇ ଦେଇଥିଲେ। ଆମ ପରିବା ତୋଳା ଭିତରେ ଆଖି ପଡ଼ିଥିଲା ଯାଇ ନଡ଼ିଆ ଉପରେ। ସେ ନଡ଼ିଆଟିକୁ ବି ଆମେ ଆଣିଥିଲୁ ଆମ ସାଥିରେ। ବାପା ଏଇଠି ଦେଖେଇଥିଲେ, ଦେଖ କେତେ ସାରା ସପୁରି ହେଇଛି ବାରିରେ। ଏ ବର୍ଷ ଟିକେ କମ୍ ସପୁରି ହେଇଛି କାରଣ ଏ ବର୍ଷ ବାପା ଗଛ ସବୁ ହାଣି ଦେଇଥିଲେ। ତା ସହିତ ଗଛରେ ଗୋଟେ ହିଁ ମାତ୍ର ପଣସ ହେଇଥିଲା। ମୁଁ ଥିବା ଭିତରେ ଯଦି ପାଚିବ ମୁଁ ନିହାତି ଭାବରେ ଖାଇକିନା ଯିବି। ତା ଭିତରେ ଅଜାନାତିଙ୍କ ପାଇଁ ମୁଁ ଫଳ କାଟିକି ଦେଇଥିଲି ତାଙ୍କୁ। ପୋଖରୀ କୂଳରେ ପୁଣି ଦେଖାହେବା ଆଉ ଗୋଟେ ବ୍ଲଗରେ।